ଯୀଶୁ ଆସିବା ପୂର୍ବରୁ ଏହି 7ଟି ଚିହ୍ନ ଦେଖାଯିବ। ଆପଣ ଜାଣନ୍ତି କି ବାଇବେଲ କ'ଣ କହେ? ଆସନ୍ତୁ ଦେଖିବା। ପ୍ରଥମ ଚିହ୍ନ, ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ୟତ ବକ୍ତାମାନେ ଆସି ଅନେକଙ୍କୁ ପ୍ରତାରଣା କରିବେ। ମାଥ୍ୟୁ 24:4-5। ଦ୍ୱିତୀୟ ଚିହ୍ନ, ଯୁଦ୍ଧ ଓ ଯୁଦ୍ଧର ଖବର ଶୁଣିବାକୁ ମିଳିବ, କିନ୍ତୁ ଯୀଶୁ କହିଲେ ଭୟ କର ନାହିଁ। ମାଥ୍ୟୁ 24:6। ତୃତୀୟ ଚିହ୍ନ, ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ, ମହାମାରୀ ଓ ଭୂମିକମ୍ପ ହେବ। ମାଥ୍ୟୁ 24:7। ଚତୁର୍ଥ ଚିହ୍ନ, ବିଶ୍ୱାସୀମାନେ ନିର୍ଯାତନା ପାଇବେ ଏବଂ ଅନେକ ବିଶ୍ୱାସରୁ ଦୂରେଇ ଯିବେ। ମାଥ୍ୟୁ 24:9-10। ପଞ୍ଚମ ଚିହ୍ନ, ଅଧର୍ମ ବଢ଼ିବ ଏବଂ ଅନେକଙ୍କ ପ୍ରେମ ଥଣ୍ଡା ହୋଇଯିବ। ମାଥ୍ୟୁ 24:12। ଷଷ୍ଠ ଚିହ୍ନ, ରାଜ୍ୟର ସୁସମାଚାର ସମସ୍ତ ଜାତିଙ୍କ ନିକଟରେ ପ୍ରଚାର ହେବ, ତାପରେ ଶେଷ ଆସିବ। ମାଥ୍ୟୁ 24:14। ସପ୍ତମ ଚିହ୍ନ, ମନୁଷ୍ୟପୁତ୍ରଙ୍କ ଆଗମନ ଆକାଶରେ ପ୍ରକାଶିତ ହେବ। ତାଙ୍କ ଆଗମନ ଗୁପ୍ତ ନୁହେଁ, ସମସ୍ତେ ତାଙ୍କୁ ଦେଖିବେ। ମାଥ୍ୟୁ 24:27। ପ୍ରକାଶିତ ବାକ୍ୟ 1:7। କିନ୍ତୁ ମନେ ରଖନ୍ତୁ, ଯୀଶୁ କହିଲେ ଜାଗ୍ରତ ରୁହ, କାରଣ ତାଙ୍କ ଆଗମନର ଦିନ କିମ୍ବା ସମୟ କେହି ଜାଣେ ନାହିଁ। ଆପଣ ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତ କି? ଯଦି ପ୍ରସ୍ତୁତ, କମେଣ୍ଟରେ ଆମେନ୍ ଲେଖନ୍ତୁ। ଏପରି ବାଇବେଲ ଆଧାରିତ ଶିକ୍ଷା ପାଇଁ ସଣ୍ଡେ ସ୍କୁଲ ଓଡ଼ିଶାକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।